ଆଜ୍ଞା ଆପଣ କରିବେ विद्यापुर इलेक्ट्रिकल। କଣ ଦାୟିତ୍ୱରେ କଣ ଅଛି? हाँ इलेक्ट्रिकल जी विद्यापुर। କଣ କହିବେ ଆଜି ଯୋଉ ଧାରଣାରେ ବସିଛନ୍ତି ମା ମାନେ ତାଙ୍କର ଗୋଟେ ପିଲା ଯୋଉ ପୋଡି ଯାଇଛି ଇଲେକ୍ଟ୍ରିକ କାମ କରୁ କେମିତି କଣ ହେଲା କଣ ଜାଣିଛନ୍ତି ଆପଣ? ସେଇଟା ସେ ଯୋଉ ସୁପरଭାଇଜର ଚଢେଇଛି ବୋଲି ଯାହା ପ୍ରିଲିମିନାରୀ ଇନକ୍ୱାରି ରିପୋର୍ଟ ଆମେ ପାଇଛୁ ତାପରେ ଆକ୍ସନ ନିଆଯାଇଛି ସୁପରଭାଇଜର ଉପରେ ଆକ୍ସନ ନିଆଯାଇଛି ସସ୍ପେଣ୍ଡ କରାଯାଇଛି ଲେବୁଲ କରିକି ଦେଇଛନ୍ତି ସେମାନେ ଟିମଟା ଇନକ୍ୱାରି କରିବେ କରିକି ରିପୋର୍ଟ ଦେଲେ ଯାହା ଆସିବ ଏ ଯୋଉ କାମ କରୁছে ସେ ଅଣ୍ଡରରେ ଅଛି ନା ବାହାରେ କୌଣସି ଏଜେନ୍ସି ଥ୍ରୋରେ ଅଛି? ସେ ଏଜେନ୍ସି ଥ୍ରୋ। କୋଉ ଏଜେନ୍ସି? ଇମ୍ପେଲ। ଆଜ୍ଞା ଇମ୍ପେଲ ଏମ୍ପେଲିରେ ଏମାନେ କଣ ପିଲାମାନେ ଯୋଉ ଅଛି ଆଜି ପର୍ଯ୍ୟନ୍ତ 24 ଦିନ ହେଇଗଲାଣି 20 ତାରିଖରେ ତାକୁ କେହି ଇଲେକ୍ଟ୍ରିକ ଡିପାର୍ଟମେଣ୍ଟରେ କେହି ବି ସହାନୁଭୂତି ଦେଖିନାହାନ୍ତି ୟା ବାବଦରେ କଣ କହିବେ? ସେଟା ତ ଆକ୍ଚୁଆଲି ବାହାରିଆ ମାନେ ଯେହେତୁ ପିଲା ବୋଲି ସେମାନେ କାମ କରୁଥିଲା ନା ନଲେଜରେ କାମ କରି ଯେତେବେଳେ ସଟଡାଉନ୍ ନିଆଯାଏ କୋଉମାନେ ନିଅନ୍ତି ସଟଡାଉନ୍ କିଏ? ଲାଇନମ୍ୟାନ ନବ ଲାଇନମ୍ୟାନ ଆପଣଙ୍କ କର୍ମଚାରୀ ଖରାପ ହେଇଥିବ ତାକୁ ଚଢେଇଥିବ ପୂର୍ବରୁ ଆପଣମାନେ କେହି କିଛି ଜାଣିଲେନି ନା ସେଟା ତ ଲାଇନମ୍ୟାନ ତାକୁ ସଟଡାଉନ୍ ଦେଇନି ସେ କେସରେ ଲାଇନମ୍ୟାନ ତାକୁ ସଟଡାଉନ୍ ଦେଇନି ସଟଡାଉନ୍ ଦେଇଥିଲେ ତ କିଏ ଗୋଟେ କାହାର ଗୋଟେ ଭୁଲଟା ଆପଣ ଧରିବେ ଲାଇନମ୍ୟାନ ସଟଡାଉନ୍ ଦେଇନି ସେ ପିଲାକୁ ଅଜୟ ପାଣ ତାକୁ ପଠେଇଛି ଯାହା ସୁପରଭାଇଜର ଆମେ କହିବୁ ଆଟଲିଷ୍ଟ କୌଣସି ଅନଅଥରାଇଜ ୱାର୍କ ହବ ସମସ୍ତେ ସେଫ୍ଟିରେ କାମ କରିବେ କୌଣସି ବାହାରିଆ ଲୋକଙ୍କର ଯେମିତି ଜୀବନ କ୍ଷୟକ୍ଷତି ନ ହବ।